ଆଚ୍ଛା 6:1-4। ଓକେ ଏଠି ଆମେ ଦେଖୁଛୁ ନେହେମିୟାଙ୍କ ବିଷୟରେ ତାଙ୍କ ଜୀବନରୁ ଆମେ କିଛି ବିଷୟ ଶିକ୍ଷା କରିବା। ନେହେମିୟା ହେଉଛନ୍ତି ଜଣେ ଅଦ୍ଭୁତ ବିଶ୍ୱାସ, ନିଷ୍ଠାବାନ ସେବକ ଆଉ ଯଥାର୍ଥ ପାନପାତ୍ର ବାହକ ଅଟନ୍ତି। କାରଣ ନା ବିଶ୍ୱସ୍ତ ବୋଲି ଆମେ କାହାକୁ କହିବା? ଯିଏ ସମୟକୁ ଅପଚୟ କରେ ନାହିଁ, ଯିଏ ଦିଆଯାଇଥିବା କାମକୁ ଦାୟିତ୍ୱବାନ ହୋଇ କରେ, ଆଉ ଯାହା ଆମେ ମାନଙ୍କର କାମ ଦେଇଛୁ ସେ କିଭଳି ଭାବେ କାମ କରୁଥିବ, ଯେ ବିଶ୍ୱସ୍ତ ନା ଯାହା ମାନେ ଚିନ୍ତାର ବାହାରେ କୌଣସି ପ୍ରକାର ସେ ମାନେ ଖୁଣ ନଥିବ, ସେ ସୁନ୍ଦର ଭାବେ ନିପୁଣ ଭାବେ ସେ ଲୋକକୁ କୁହାଯିବ ଯେ ବିଶ୍ୱସ୍ତ। ସେଇ ପ୍ରକାର ଆମେ ଏଠି ଦେଖୁଛୁ ରାଜାଙ୍କ ନିକଟରେ ଇଏ ଜଣେ ହେଉଛନ୍ତି ପାନପାତ୍ର ବାହକ। ସେହି ସମୟରେ ପାନପତ୍ର ବାହକ ମାନେ ସାଧାରଣ ବିଷୟ ନୁହେଁ, ଯିଏକି ପାନପତ୍ର ବାହକର କାମ ହେଲା ରାଜାଙ୍କୁ ସେ ପାନୀୟ ବିଷୟ ଦେବ। କେବଳ ତାହା ନୁହେଁ, କିନ୍ତୁ ଆବଶ୍ୟକ ପଡ଼ିଲେ ଉତ୍ତମ କ'ଣ ନା ସମସ୍ୟା ଗୋଟେ ଅଛି, ତାର କିଭଳି ଭାବେ ସମାଧାନ ଦେବ। ରାଜା ଯେତେବେଳେ ହଠାତ୍ ପଚାରିବେ, ସେହି ପ୍ରକାର ବ୍ୟକ୍ତି ଯିଏକି ଜ୍ଞାନୀ ଗୁଣୀ ହେବା ମଧ୍ୟ ଆବଶ୍ୟକ ପଡ଼ିଥାଏ ଥରେ ଥରେ, କାରଣ ତାଙ୍କଠାରୁ ସେ ସଜେସନ ମଧ୍ୟ ଚାହିଁଥାନ୍ତି। ସେଭଳି ଏକ ବ୍ୟକ୍ତି ଆମେ ଦେଖିବାକୁ ପାଉଛୁ ଯେ ଏଠି ଯେ ନେହେମିୟା କ'ଣ ନା ପାନପାତ୍ର ବାହକ ଥିଲେ। ପାନପାତ୍ର ବାହକ କ'ଣ କରନ୍ତି ନା ରାଜାଙ୍କୁ ଦେବା ପୂର୍ବରୁ ଯେଉଁ ପାନ ତାଙ୍କୁ ଦିଆଯିବ ସେଥି ପୂର୍ବରୁ ସେ ନିଜେ ସେଟାକୁ ପାନ କରିବାର ଅଛି। କାରଣ କୌଣସି ଯଦି ଅସୁବିଧା ହେବ, ପାନପାତ୍ର ବାହାଘର ହିଁ ଅସୁବିଧା ହେବାର ଅଛି, ରାଜାଙ୍କର କୌଣସି ଅସୁବିଧା ହେବାକୁ ହେବ ନାହିଁ। ତେଣୁ ସେହି ପ୍ରକାର ବିଶ୍ୱସ୍ତ ଲୋକ ନହେଲେ ସେହି ପ୍ରକାର ଦାୟିତ୍ୱ ରାଜାଙ୍କ ସମ୍ମୁଖରେ ହେଇପାରିବ ନାହିଁ। ତେଣୁ ଆଜି ଆମେ ଦେଖୁଛୁ ସେ ହେଉଛନ୍ତି ସାଧାରଣ ପାନପାତ୍ର ବାହକ, କିନ୍ତୁ କ'ଣ ନା ପରମେଶ୍ୱର ତାଙ୍କୁ ଗୋଟେ ଦାୟିତ୍ୱ ଦେଉଛନ୍ତି। କ'ଣ ପାଇଁ ନା ତାଙ୍କର ବିଶ୍ୱସ୍ତତା ଦେଖି। କାହାର ନା ନେହେମିୟାଙ୍କର ବିଶ୍ୱସ୍ତତା। କ'ଣ ନା ପରମେଶ୍ୱର ଦେଖିଲେ ଯେ ତାଙ୍କର ଲୋକମାନେ ଯେଉଁଠି ଜେରୁସାଲେମରେ ବାସ କରୁଥିଲେ ସେଇ ନଗରର ଅବସ୍ଥା କ'ଣ, ଯାହାକି 1 ଅଧ୍ୟାୟରେ ଯେତେବେଳେ ଆମେ ଦେଖୁଛୁ 3 ପଦରେ ଲେଖାଯାଏ, ସେତେବେଳେ ସେମାନେ ମୋତେ କହିଲେ, କୋଉମାନେ ନା ଜିହୁଦୀୟ ଲୋକମାନେ ଯେତେବେଳେ ସେଠି ଜେରୁସାଲେମରେ ବାସ କରୁଥିଲେ, ସେହି ବନ୍ଦିତ୍ୱରୁ ରକ୍ଷିତ ସେହି ପ୍ରଦେଶସ୍ଥ ଅବଶିଷ୍ଟ ଲୋକେ ମହାଦୁଃଖ ଓ ଅପମାନରେ ଅଛନ୍ତି। ମଧ୍ୟ ଜେରୁସାଲେମର ପ୍ରାଚୀର ଭଗ୍ନ ହୋଇ ରହିଅଛି ଓ ତହିଁର ଦ୍ୱାର ସବୁ ଅଗ୍ନିରେ ଦଗ୍ଧ ହୋଇଅଛି। ଏ ବିଷୟ ନେଇ କାହା ପାଖରେ ପହଞ୍ଚିଛନ୍ତି ନା ନେହେମିୟାଙ୍କ ପାଖରେ ବନ୍ଦିତ୍ୱରୁ ଫେରିବା କିଛି ଲୋକମାନେ ପହଞ୍ଚିଛନ୍ତି। ଆଉ ଏ ବିଷୟ ମଧ୍ୟ କିଏ ଲକ୍ଷ୍ୟ କରିଛନ୍ତି? ପରମେଶ୍ୱର ଲକ୍ଷ୍ୟ କରିଛନ୍ତି। ପରମେଶ୍ୱର ଲକ୍ଷ୍ୟ କରି କାହାକୁ ଦାୟିତ୍ୱ ଦେଉଛନ୍ତି ନିର୍ମାଣର ଦାୟିତ୍ୱ? ନା ନେହେମିୟାଙ୍କୁ। ନେହେମିୟା ଜଣେ ହେଉଛନ୍ତି ସାଧାରଣ ପାନପତ୍ର ବାହକ। ସେ ରାଜାଙ୍କ ସମ୍ମୁଖରେ ଠିଆ ହୋଇ ପାନପତ୍ର ବଢ଼େଇବା କଥା, କିନ୍ତୁ ତାଙ୍କୁ କ'ଣ ଦାୟିତ୍ୱ ଦିଆଗଲା ନା ପରମେଶ୍ୱର ତାଙ୍କୁ ଦାୟିତ୍ୱ ଦେଉଛନ୍ତି ଯେଉଁ ପ୍ରାଚୀର ଭଗ୍ନଦଶା ଅଛି ଆଉ କିଛି ଅଂଶ କବାଟ କି କାଠ ଅଂଶ ଯୋଉଟାକ ଅଛି ସେଇ ଜେରୁସାଲେମ ନଗରୀର କିଛି ଅଂଶ କ'ଣ ହୋଇଛି, ଜଳି ଯାଇଛି। ତାହେଲେ ସେ କାମ କାହାକୁ ଦିଆଯିବ ନା ଏଠି ପରମେଶ୍ୱର ନିର୍ଣ୍ଣୟ କଲେ এই ପ୍ରକାର ବିଶ୍ୱସ୍ତ ଯିଏକି ନେହେମିୟା, ତାଙ୍କୁ ସେ ଦାୟିତ୍ୱ ଦେଲେ। ସେ ଦାୟିତ୍ୱ ଦେବା ସମୟରେ କ'ଣ ଆମେ ଚିନ୍ତା କରୁଛୁ ନା ଯେ ଏଠି ଗୋଟେ ନୂତନ ଭାବେ ଆପଣ ମନେ କରିବେ, ନୂତନ ଭାବେ ଗୋଟେ ଗୃହ କିମ୍ବା ଗୋଟେ କାର୍ଯ୍ୟ ଦେଲେ ତାହା ସହଜରେ କରିହେବ, କିନ୍ତୁ ଯେତେବେଳେ ରିପେୟାର କାମ ଆସେ, ରିପେୟାର କାମ କରିବା ପାଇଁ ହେଲେ ସେତେ ଅଭିଜ୍ଞ ନଥିଲେ, ସେତେ ନିପୁଣତା ନଥିଲେ କରିବା କଷ୍ଟ। ଏଠି ଆମେ ଦେଖୁଛୁ କୋଉ ପ୍ରକାର କାର୍ଯ୍ୟ ସେ କରୁଛନ୍ତି, ଗୋଟେ ନୂଆ କାମ ନୁହେଁ, ଯୋଉଟାକି ଭଗ୍ନ ଦଶାରେ ଅଛି, ଯୋଉଟାକି ଜଳି ପଡ଼ି ଅଛି, ତାହାକୁ ପୁନଃ ନିର୍ମାଣ କରିବାର ଅଛି। ମାନେ ସେଇ କାର୍ଯ୍ୟ କରିବାକୁ ହବ। ସେଇ ପ୍ରକାର କାର୍ଯ୍ୟ କିଏ କରିବା ପାଇଁ ଯାଉଛନ୍ତି ନା ନେହେମିୟା କରିବା ପାଇଁ ଯେତେବେଳେ ତାଙ୍କ ପରମେଶ୍ୱର ନିକଟରେ ପ୍ରାର୍ଥନା କରିଛନ୍ତି, ପରମେଶ୍ୱର ତାଙ୍କୁ କହୁଛନ୍ତି, ସେ ଦାୟିତ୍ୱ ଦେଇଛନ୍ତି ଯେ ତୁମେ ଯାଅ। ଆଉ ସେତେବେଳେ ସେ ଯାଉଛନ୍ତି, ଆଉ କ'ଣ ନା ତାଙ୍କର ସେଇ ପ୍ରକାର କାମରେ କୌଣସି ପ୍ରକାର ଅଭିଜ୍ଞତା ନାହିଁ। ଉଦାହରଣ ଏଠି ଗୋଟେ ଦେବା ପାଇଁ ଚାହେଁ,
आजिकली तो आपण माने जानती स्त्री लोक माने कौन करती ना स्कूटी चलाती प्राय स्त्री लोक माने स्कूटी चलाते पुरुष माने भी चलाउछन्ति किंतु प्राय स्त्री लोक माने स्कूटी चलाते ए प्रकार गोटे जगार गोटे स्त्री लोक कौन करछन्ति ना स्कूटी स्टार्ट करछन्ति स्टार्ट करछन्ति स्टार्ट होनी से कौन कले संगे संगे पाखर थिबा गोटे मेकानिक पाखकू से स्कूटी टिको नेकी जाउछन्ति से स्कूटी नेई गला परे से मेकानिक बचाला कौन हला मैडम से कहला एटा स्टार्ट होनी टी देखिलो से देखिले मेकानिक देखिले से गाड़ी रे स्कूटी रे कौन अछि तेल अछि बैटरी अछि किंतु स्टार्ट मारछन स्टार्ट हो संगे संगे कौन कले गोटे छोट स्क्रू ड्राइवर आनिले आउ से कौन गोटे एडजस्ट कले एडजस्ट करके तापर कहले मैडम अपन स्टार्ट मारंत से स्टार्ट मारले आ स्टार्ट मारू मारू से गाड़ी टी स्टार्ट हे गला स्टार्ट हला परे से मैडम पछले केते टंका एटा फीस देबी ना 1000 टंका से कहू कहू 1000 टंका शुणु शुणु मैडम कहले एटा तो बहुत अन्याय आपण कौन कले गोटे छोट स्क्रू ड्राइवर आनिले आउ 2 सेकंड रे एटा को कर देले नाइ मैडम आ सेटा सत कथा आपण कहउछन जे स्क्रू ड्राइवर छोटटा आनी कि जो 2 मिनिट कली सेटार दाम होची 10 टंका आ मैडम संगे संगे कहउछन आ 990 टंका कोन पे ना से कहले ए छोट स्क्रू ड्राइवर नै कि को स्थान रे केते टेंशन रे को स्क्रू को ठीक कले गाड़ी सजाड़ी हो ए विषय मते शिखिबा पय 20 वर्ष लागला मैडम सेति पय मो से 990 टंका चार्ज करूची तेणु जदि एई प्रकार से उत्तर जेतल सुनिले से आ किछि कहि परले नाही प्रकृति रे सेमति जो मानकर पाखरे अभिज्ञता थाए से मानक जीवन जेतबे समस्या आसे से सहजरे से समस्यार समाधान करिवार सामर्थ्य से मान पर थाए किंतु एठी हम देखुछु निहमंकर एथिपुरु से केवल मात्र पानपात्र दायक थिले किंतु तांको कोन दायित्व दिया गला गुरु दायित्व से भाबिले जे परमेश्वर मते दायित्व दैछन्ति आउ से मते निपुणता देबे आउ कोन ना अभिज्ञता देबे आ मते आवश्यक शक्ति मध्य परमेश्वर मते देबे बोली भाबी से कार्य प्रारंभ करिया को गले अनेक समय कौन हुए ना हमें भाबू जे से घर गोटे किणिले आ देखिले ओ ए घरटा बहुत सुंदर अछि आ जेतबे घर किनि सारछु सेठी गला परे सेठी केते आमे सुखर रहइबु कि शांति रहइबु किनिला पर ही ताहा हमें अनुभूति पाई परुछु ता पूर्व आमे जानि परनु जे सेठी हां भाबुछु मने मने हां एटा हमको बहुत सुंदर देखा होछि एटा आमे गले शांति रे आनंद रे रहि परियो सेही प्रकार गोटे जगह किनिया पे आपण जेतबे चेष्टा करूछन्ती जगह पाखु जाउछन्ती आ ठीक अछि ए जगहटा आमे रजिस्ट्री कर देले सब बहुत सुंदर हो बहुत बढ़िया जगह हो जगह एमते मिलिबो न मिलिबो भाबुछन्ती किंतु जेतबे से काम करिवा पे पदक्षेप नउछन्ती सेतेबेले जे कोन समस्या आसुछि जेतबे आपण क्रय करिया पे जाउछन सेतबेले ही आपण जानि परछन किंतु देखिवा समय ताहा आपण माने जानि पारंती नाही सेही प्रकारे गोटे झियो गोटे पुओ को पसंद कला आउ से समय जेतबे पसंद करूची ता सम्मुखरे से पुओ ही सब किछि होउची आउ सपोज ता माँ ताको कहबो नाइ माँ से पुओटा भलो नाइ तू काहेकि एमती ता पछरे पडिछु से पिलाटा भलो नाइ माँ कहला पर हे तू किछि जानि तू चुप कर से पिलाटा बहुत बढ़िया तापर ता भाई जाइके एनक्वारी करियो पिलाटा केते दूर ठीक कि नाही से जेतबे एनक्वारी करूची से कहूची भौणी ता भौणी के आसी कहूची ए पुओ आदु भल नुहे से पूर्व 3-3टा सहित तार संपर्क रखिकी सेठी से फेलुअर हेछि से भली पिला तू चाहूछु से उत्तर कहब से झियोटी कहूची भाई तोते से पुओ सहित मोर बाहागर करियो इच्छा नै ना आ तू सेति पय आका तू से जिन सब मना करछु तेनु से कौन भाविला ना ए पुओ ही मोर सर्वस्व एठी ही मोर सब कुछ ठीक किंतु सेठी कौन जेते ताकू बुझिया को चेष्टा कले मध्य से कौन करुछि ना जहा से चिंता करछि सेटा ही ताकू ठीक लागुछि जहा कि आमन देखिवा हितोपदेश तार 21 रे 2 रे एपरि लेखा जाए बहुत सुंदर वाक्य लेखाई छी आमन देखिवा
ମନୁଷ୍ୟର ସବୁ ଗତି ମନୁଷ୍ୟର ଆପଣ ସବୁ ଦୃଷ୍ଟିରେ ଯଥାର୍ଥ। ଆପଣ ଦୃଷ୍ଟିରେ ଯଥାର୍ଥ। ଏତିକି କଣ ମନୁଷ୍ୟର ସବୁ ଗତି ଆପଣା ଦୃଷ୍ଟିରେ ଯଥାର୍ଥ। ଏଇଠି ମଧ୍ୟ ଆମେ ଦେଖୁଛୁ ଯେ ଏଭଳି ସ୍ଥିତିରେ ସେ ପୁଅ କେସ୍ରେ ହଉ କି ସେ ଘର କେସ୍ରେ ହଉ କିମ୍ବା ଜାଗା କେସ୍ରେ ହଉ ଆମକୁ ସମ୍ମୁଖରେ ଠିକ ଦେଖାଯାଉଛି, କିନ୍ତୁ ଯେତେବେଳେ ଆମେ ସେଇ ପରିସ୍ଥିତିକୁ ପହଞ୍ଚୁଛୁ ସେତେବେଳେ ହିଁ କଣ ସମସ୍ୟା ଆସୁଛି ଆମେ ସେତେବେଳେ ହିଁ ଆମେ ଜାଣିପାରୁଛୁ, ତା ପୂର୍ବରୁ ଆମେ ସବୁ ଠିକ ଲାଗୁଛି। ହଁ, ସେଇ ପ୍ରକାର ଆଉ ଗୋଟେ ବାକ୍ୟ ଦେଖିବା ଯୋଉଥିରେ 16 ତାର ହିତବୋଧ 16:25 ଏଭଳି ମଧ୍ୟ ଲେଖାଯାଏ। ମୁଁ ପଢି କହୁଛି, ମନୁଷ୍ୟର ଦୃଷ୍ଟିରେ କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। କଣ ଦେଖିଲେ କେତେ ସୁନ୍ଦର ନା, ମନୁଷ୍ୟ ଦୃଷ୍ଟିରେ କୌଣସି ପଥ ସରଳ ଦିଶେ, ମାତ୍ର ତହିଁର ଶେଷରେ ମୃତ୍ୟୁର ପଥ ଥାଏ। କାହିଁକି ଏ ବିଷୟ ମୁଁ କହିବା ପାଇଁ ଚାହେଁ, ମାନେ ନେହେମିଆ ଯେତେବେଳେ ପର୍ଯ୍ୟନ୍ତ ତାଙ୍କର କୌଣସି ଗୃହ ନିର୍ମାଣର ଅଭିଜ୍ଞତା ନଥିଲା, କିନ୍ତୁ ପରମେଶ୍ୱର ପଠେଇଛନ୍ତି, ଆଉ ଯେତେବେଳେ ସେ କାମ କରିବା ପାଇଁ ଯାଉଛନ୍ତି ସେତେବେଳେ କୋଉମାନେ ଠିଆ ହେଇଛନ୍ତି ତାଙ୍କ ସମ୍ମୁଖରେ, ନା ଶତ୍ରୁମାନେ ଠିଆ ହେଇଲେ। କଣ ନା ଯୋଉ କାମ ପରମେଶ୍ୱର ଦେଇଛନ୍ତି ସେ କାମକୁ କଣ କରିବାର ଅଛି, ସମସ୍ୟା ଆଣିବାର ଅଛି, ତାଙ୍କୁ କାର୍ଯ୍ୟ କରିବା ପାଇଁ ଦେବା ନାହିଁ ବୋଲି କହିକି ସେ ଚିନ୍ତା କଲେ। କିନ୍ତୁ ଇଏ କଣ ଚିନ୍ତା କରିଥିଲେ ନେହେମିଆ, ନାଇଁ ପରମେଶ୍ୱର ମତେ ପଠେଇଛନ୍ତି, ନିଶ୍ଚୟ ମୁଁ ସୁନ୍ଦର ଭାବେ ତାହା ନିର୍ମାଣ କରିକି ଫେରିବି। କିନ୍ତୁ କଣ ନା ସୁନ୍ଦର ଦେଖାଗଲା, କିନ୍ତୁ ସେଠି କଣ ଆସିଲା ନା ସମସ୍ୟା ଆସିଲା। ଏ ସମସ୍ୟା ଆଣିବା ଲୋକ କିଏ ଜୀବନରେ, ନା ଆମମାନେ ଦେଖୁ ଆମମାନଙ୍କ ଜୀବନ ସବୁବେଳେ ବିଭିନ୍ନ ପ୍ରଶ୍ନମୟ ଥାଏ, ସଂଘର୍ଷପୂର୍ଣ୍ଣ ଥାଏ। କାହିଁକି ନା ଆମମାନଙ୍କ ଜୀବନରେ ଶାନ୍ତି ଆନନ୍ଦରେ ରହିବା ପାଇଁ କିଏ ଚାହେଁ ନାହିଁ? ପ୍ରିୟମାନେ କହିପାରିବେ କି? ଆମମାନେ ଯଦି ଶାନ୍ତି ରହିବା ପାଇଁ ଚାହୁଁଛୁ, ଆନନ୍ଦ ରହିବା ପାଇଁ ଚାହୁଁଛୁ, ଏଇଟା କିଏ ହରଣ କରିବା ପାଇଁ ଚାହେଁ? ଠିକ। କାହିଁକି ନା ଶୈତାନ କେବେ ଚାହିଁବ ନାହିଁ ଆମେ ଶାନ୍ତିରେ ରହୁ, ଆନନ୍ଦରେ ରହୁ, ଖୁସିରେ ରହୁ। ତାର କାମ ହେଲା କଣ ନା ସବୁବେଳେ ଆମମାନଙ୍କୁ ଅଶାନ୍ତି ଆଣିବ। କଣ ପାଇଁ ନା କୌଣସି କାରଣ ନଥାଏ। ଯଦି ଆପଣଙ୍କର ଦେଖିବା ଉଦାହରଣ ସ୍ୱରୂପ ହବା ଆଉ ଆଦାମ ଆଉ ହବାଙ୍କ ଜୀବନରେ ସେମାନେ କେତେ ସୁନ୍ଦର ପରମେଶ୍ୱରଙ୍କ ସହିତ କଣ କରୁଥିଲେ, ସହଭାଗିତା କରୁଥିଲେ। ପ୍ରତିଦିନ ପରମେଶ୍ୱର ସନ୍ଧ୍ୟାରେ କଣ କଲେ ନା ଆସୁଥିଲେ ଆଉ ସେମାନଙ୍କ ସହିତ ବାର୍ତ୍ତାଳାପ କରୁଥିଲେ। କେତେ ସୁନ୍ଦର ସେମାନେ ସେଇ ଏଦନ ବଗିଚାରେ ଆନନ୍ଦରେ ରହୁଥିଲେ। କିନ୍ତୁ କଣ କଲା, ଶୈତାନ ହବାକୁ ପ୍ରଲୋଭନ କରାଇଲା, ଆଉ ସେ କଣ କଲା, ସୃଷ୍ଟିକର୍ତ୍ତା ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ କଣ କଲା ନା ଅଗାଧ ସୃଷ୍ଟି କଲା, ବିଚ୍ଛେଦ ସୃଷ୍ଟି କରିଦେଲା। କଣ ପାଇଁ ନା ସିଏ ଚାହିଁବ ନାହିଁ କେବେ ମଧ୍ୟ ଆମମାନେ ଶାନ୍ତିରେ ଆନନ୍ଦରେ ପରମେଶ୍ୱରଙ୍କ ସହିତ ରହୁ। ଆଜି ମଧ୍ୟ ଆମେ ଦେଖୁଛୁ ଆମମାନଙ୍କର ଯଦି ଆତ୍ମିକ ଉନ୍ନତି ହଉଛି, ସେବାରେ ଉନ୍ନତି ହଉଛି, ବ୍ୟବସାୟରେ ଉନ୍ନତି ହଉଛି, ଏସବୁ ବିଷୟ କିଏ ସହିପାରେ ନାହିଁ? ଶୈତାନ। ସେ କଣ କରିବ ନା କିଛି ଗୋଟେ ବିଶୃଙ୍ଖଳା ସୃଷ୍ଟି କରି ଆମମାନଙ୍କ ଜୀବନରେ ସେ ଅଶାନ୍ତି ଆଣିବା ପାଇଁ ଚେଷ୍ଟା କରେ। ଯେ ପ୍ରକାର ନେହେମିୟାଙ୍କ ଜୀବନ ଆମେ ଦେଖୁଛୁ, ସେ କଣ ଭାବିଲେ, ସୁନ୍ଦର ଭାବେ ପରମେଶ୍ୱର ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ମୁଁ ତୁଲି ଦେବି ବୋଲି ଭାବିଲେ। କିନ୍ତୁ ସେ ଯେ ପ୍ରକାରେ ନେହେମିୟା ଏ ଜଗତରେ ରହିବେ ନାହିଁ, ସେଇ ପ୍ରକାର ଶତ୍ରୁ ସେମାନଙ୍କ ସମ୍ମୁଖରେ ଠିଆ ହେଉଛନ୍ତି, ତାଙ୍କୁ ଆହ୍ୱାନ କରୁଛନ୍ତି। ଥରେ ନାହିଁ, ଦ୍ୱିତୀୟ ନାହିଁ, 3 ଥର ନାହିଁ, 4 ଥର ସେ ବାରମ୍ବାର ସେ କଣ କରୁଛନ୍ତି ନା ଆହ୍ୱାନ କରୁଛନ୍ତି। କାରଣ ଶୈତାନ ଆଉ ତାର ଲୋକମାନେ ବିନା କାରଣରେ, କୌଣସି କାରଣ ନଥାଏ, ନିନ୍ଦା ଆଣିବେ ଆମମାନଙ୍କ ଜୀବନରେ, ଅପମାନ ଆଣିବେ, ଆଉ କଣ କରିବେ ନା ବିଭିନ୍ନ ପ୍ରକାର ସମସ୍ୟା ସେ ଆଣିକି ଆମ ସମ୍ମୁଖରେ ରଖିବ। ଯେ ପ୍ରକାର ଆମେ ଅଶାନ୍ତି ହଉ, ସେ କାମ ଆମେ କରି ନପାରୁ, ସେ ଉନ୍ନତି ଆମେ ଦେଖି ନପାରୁ, ସେଇ ଶାନ୍ତି ଆମେ ଅନୁଭବ ନ କରିପାରୁ, ଏହି ପ୍ରକାର ବିଷୟ ସେ ସଦାସର୍ବଦା ଚେଷ୍ଟା କରିଥାଏ। ଏଥିରେ ମଧ୍ୟ କିଛି ଉଦାହରଣ ଦେବା ପାଇଁ ଚାହେଁ ଯେ ଜଣେ ମା ସେ କଣ କରିବ, ବହୁତ ଦିନ ଅବସ୍ଥା, ସେ ଚାହିଁବ ଯେ ମୁଁ ଯାଇକି 4ଟା ଘରେ କାମ କରିବି ଆଉ କିଛି ରୋଜଗାର କରିବି ବୋଲି ସେ ଭାବିବ, ତାକୁ ମଧ୍ୟ ସେ କାମ କରିବା ପାଇଁ ମଧ୍ୟ ବିଘ୍ନ କରିବା ଲୋକ ଅନେକ ଆସିବେ। କଣ ସେ ଘରେ ଘରେ ବୁଲି କାମ କରିବ, କିନ୍ତୁ ସେ କାମ ଯେ ପ୍ରକାର ନ ପାଇବ ତା ପାଇଁ ମଧ୍ୟ ତା ବିରୁଦ୍ଧରେ ଶତ୍ରୁ ଆସିବ। ଆଉ ଜଣେ ଲୋକ ଅଛନ୍ତି, ସେ କଣ ଚାହୁଁଥିବେ ନା ମୁଁ କୁଲିଭୂତି କରିକି ଟିକେ
ବଞ୍ଚିବି ମୋ ଜୀବନଟା ଗୁଜରାଣ ମେଣ୍ଟେଇବି ସେଇ ପ୍ରକାର ଲୋକଙ୍କ ଜୀବନରେ ମଧ୍ୟ ଯଦି ଦେଖିବା ସେ ମଧ୍ୟ କୁଲିଭୂତି ଯେ ପ୍ରକାର ନ ପାଉ ବୋଲି ତା ବିରୁଦ୍ଧରେ ମଧ୍ୟ କେତେ ଶତ୍ରୁ ଶୈତାନ ଉଠନ୍ତି। ଆଉ କିଛି ଲୋକ ଭାବନ୍ତି ଆଉ ମୁଁ ତ କିଛି ପାରିବିନି ମୋର ବଳ ଶକ୍ତି ନାହିଁ ମୁଁ କିଛି ନହେଲେ ଆଉ ୱାଚମ୍ୟାନ୍ ହେଇକି ମୁଁ କିଛି ରୋଜଗାର କରିବି ମୋ ଜୀବନଟାକୁ ଚଳେଇଦେବି ସେଇ ସେମାନଙ୍କ ଜୀବନରେ ମଧ୍ୟ ଆମେ ଦେଖିବା ଯେ ସେଇ ନାଇଟ୍ ୱାଚମ୍ୟାନ୍ କାମ କରିବା ପାଇଁ ମଧ୍ୟ ଲୋକମାନେ କଣ କରିବେ ନ କରେଇଦେବା ପାଇଁ ସେମାନେ ଚେଷ୍ଟା କରିବେ କାରଣ ସେ ଭାବିବାରେ ମୁଁ କଣ ଭୁଲ କରୁଛି ମୁଁ ତ ନାଇଟ୍ ୱାଚମ୍ୟାନ୍ କାମ କରିବା ପାଇଁ ଚାହୁଁଛି ନା ସେଥିରେ ମଧ୍ୟ କଣ କରିବେ ନା ବିଘ୍ନ ଆସିବ ବାଧା ଆସିବ ଏଟା ସବୁ କାହାର କାମ ନା ଶୈତାନ এই ସବୁ ଜିନିଷ ଆଣେ ଏଟା ହେଉଛି ଆମମାନଙ୍କ ଜୀବନର ସାଧାରଣ ବିଷୟ ଏଟାକୁ ଯଦି ଆମେ ଯଦି ଲକ୍ଷ୍ୟ କରିବା ତାହେଲେ ଆମେ ଆଗକୁ କେବେ ମଧ୍ୟ ବଢି ପାରିବା ନାହିଁ ତେଣୁ ସେହି ସମୟରେ ମଧ୍ୟ ନେହେମିଆ ତାଙ୍କ ବିରୁଦ୍ଧରେ ଯେତେ ଶତ୍ରୁ ଶୈତାନ ଠିଆ ହେଲେ ମଧ୍ୟ ସେ ସମସ୍ତଙ୍କ ପ୍ରତି ସେ ଦୃଷ୍ଟିପାତ ନ କରି କଣ କଲେ ନା ତାଙ୍କ କାମ କରିବାରେ ସେ ଅବହେଳା କରି ନାହାନ୍ତି ସେ କାମ କରି ଚାଲିଲେ ଆଉ ଦେଖିବା ଏଠି ଆଉ ଗୋଟେ ବିଷୟ ଅଛି ନା ଶୈତାନ କଣ କରିବ ନା ଆପଣଙ୍କୁ ଶାନ୍ତିରେ ରହିବା ପାଇଁ ସେ ଦେବ ନାହିଁ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଭାବେ ମୁଁ ତ ଠିକ କରୁଛି ମୋ କାମ ତ ଠିକ ଚାଲିଛି ସେ କିନ୍ତୁ ତାର ଲୋକମାନଙ୍କୁ ଠିଆ କରିବ ଅପବାଦକୁ ରେଡି କରିବ ଆଉ ସେ କଣ କରିବ ଆମମାନଙ୍କୁ କାର୍ଯ୍ୟରେ ବିଘ୍ନ ଆଣିବ ଯେ ପ୍ରକାର ଆମେ କଣ ହଉ ବିରକ୍ତି ହଉ ଆଉ ନିନ୍ଦା କରୁ ଆମେ ଯେ ପ୍ରକାର କାର୍ଯ୍ୟରେ ଅବହେଳା କରୁ ଯେତେବେଳେ ଆମେ ଗୋଟେ କାମ ଖୋଜୁଛୁ ଯଦି ଚାକିରି ଖଣ୍ଡେ ମିଳିଲା ଭାବିବୁ ହଁ ହଁ ଯାହା ହଉ କେତେ ଦିନ ହେଲା ମୁଁ ଚେଷ୍ଟା କରୁଛି ଗୋଟେ ଚାକିରି ମିଳିନି କିନ୍ତୁ ଯେତେବେଳେ ଆପଣ ଚାକିରିକୁ ଯିବେ ସେଠି କଣ ଆସିବ ନା ପଡୋଶୀ ଯିଏ ଅଛି ଆପଣଙ୍କର ସହକର୍ମୀ ତାଙ୍କ ସହିତ ବିବାଦ ଷ୍ଟାର୍ଟ ହବ ଯିଏ ଆପଣଙ୍କର ଉଚ୍ଚ ଅଧିକାରୀ ଅଛି ସେ କଣ କରିବ ନା এই କାମଟାକୁ ଯେମିତି ହେଲେ ତତେ କମ୍ପ୍ଲିଟ କରିବାକୁ ହବ ଆଉ ଟାର୍ଗେଟ ତତେ ଦେବାକୁ ପଡିବ ଯେତେବେଳେ ପର୍ଯ୍ୟନ୍ତ ସେ କାମ ପାଇନଥିଲା କଣ ଥିଲା ନା କାମ ଖଣ୍ଡେ ପାଇଲେ ମୁଁ କେମିତି ଶାନ୍ତିରେ ରହିବି କିନ୍ତୁ କାମ ପାଇବା ପରେ କଣ ହଉଛି ସଂଘର୍ଷ ଷ୍ଟାର୍ଟ କଣ ସେ ତ କାମ କରୁଛି ନା କାମ କରିବା ପାଇଁ ତ ଇଚ୍ଛା କରି କାମ ପାଇଛି କିନ୍ତୁ ସେଠି କଣ ହେଲା ତାର ସଂଘର୍ଷ ଷ୍ଟାର୍ଟ ହେଲା এটা କାହାର କାମ ନା ଶୈତାନ ହିଁ ଏହି ପ୍ରକାର ମନରେ ବିଶୃଙ୍ଖଳା ଅଶାନ୍ତି ଆଣିବ ଦିନେ କଣ ହେଲା ନା ଜଣେ କାମ କରିବା ବ୍ୟକ୍ତି ସେ କଣ କରିଛନ୍ତି ଗୋଟେ ଟ୍ୟାକ୍ସି ଆପଣ ଜାଣିଛନ୍ତି ଟ୍ୟାକ୍ସି ବୁକ୍ କରନ୍ତି ସେ ଟ୍ୟାକ୍ସି ବୁକ୍ କଲେ ଆଉ ସେ କଣ କଲେ ନା ଟ୍ୟାକ୍ସିରେ ବସିଲେ ଆଉ କିଛି ଦୂର ସେମାନେ ଯାତ୍ରା କରୁଛନ୍ତି ଡ୍ରାଇଭର ସିଟରେ ବସିଛନ୍ତି ଆଉ ସେ ବୁକ୍ କରିବା ଲୋକ ପଛରେ ବସିଛନ୍ତି ଏଭଳି ସମୟରେ କଣ ହେଲା ଗୋଟେ ବ୍ୟକ୍ତି ସେ କାର ଆଗକୁ ତାର ଆଉ ଗୋଟେ ଗାଡି ଆଣିକି ଲଗେଇବା ପାଇଁ ବାରମ୍ବାର ଚେଷ୍ଟା କରୁଛି ସେ ଡ୍ରାଇଭର ଆରାମସେ ଚଲାଉଛି କିନ୍ତୁ ତା ସାଇଡ ବ୍ୟକ୍ତି ଆଣିକି ତାକୁ ବାରମ୍ବାର ସମ୍ମୁଖରେ ଆଣିକି ତାକୁ ହଇରାଣ କରିବା ପାଇଁ ଚେଷ୍ଟା କରୁଛି ଏଭଳି ଭାବେ ସେ ଚେଷ୍ଟା କରୁଛି ବହୁତ ଥର ସେ ଦେଖୁଛି କିନ୍ତୁ ଡ୍ରାଇଭର ତାର ସେ ଖୁସିରେ ସେ ଯେମିତି ଗାଡି ଚଲାଇବା କଥା ସେ ଚଲାଉଛି ଏ ବିଷୟ କିଏ ଦେଖୁଛନ୍ତି ନା ପଛରେ ବସିବା ବ୍ୟବସାୟ ବ୍ୟକ୍ତି ଜଣେ ଦେଖୁଛନ୍ତି ଆଉ କିଛି ଦୂର ଗଲା ପରେ ସେ ବ୍ୟବସାୟ ବ୍ୟକ୍ତି ଜଣକ ପଚାରୁଛନ୍ତି ଭାଇ ସେ ତ ତମ ଗାଡି ଆଗକୁ ବାରମ୍ବାର ଆଣିକି ଆଉ ସେ ଲଗେଇବା ପାଇଁ ଚେଷ୍ଟା କରୁଛି ତମକୁ ହଇରାଣ କରୁଛି ତମେ କିଭଳି ଭାବେ ତମେ ହସି ହସି ଗାଡି ଚଲାଉଛ ସେ କହିଲେ ନାଇଁ ଆଜ୍ଞା ସେ ଜଣେ ବିକୃତ ମନୁଷ୍ୟ ଯଦି ବିକୃତ ମନୁଷ୍ୟ ତା ସହିତ ମୁଁ ଯଦି କିଛି ଯଦି କହିବି ବାଦ ବିବାଦ କରିବି ତାହେଲେ ଆଜି ଦିନରେ ମୋ 2ଟା କି 4ଟା କି 5ଟା ଭଡ଼ା ଯୋଉ ଆସିଲେ ମୁଁ ଯୋଉ ଚଳିବା କଥା ମୁଁ କିଭଳି ଭାବେ ଚଳିପାରିବି କାହିଁକି ନା ସେ ଯେତେବେଳେ ତା ସହିତ ମୁଁ ବାଦ ବିବାଦ ଗୋଲେଇବି ତା ସହିତ ମତେ ପ୍ରଥମେ କଥୋପକଥନରେ ଯିବ ଦ୍ୱିତୀୟରେ ସେ ଗୋଟେ ଗାଡିରୁ ରଡ୍ କାଢିଲେ ମୁଁ ଗୋଟେ ଗାଡିରୁ ରଡ୍ କାଢିବି ଦି ଜଣ ଯାକ ଆମେ ମାରାପିଟା ହବୁ ମାରାପିଟା ହେଲେ ସେଇ ଜିନିଷଟା କଣ ହବ ଆହୁରି ଆଗକୁ ଆଗକୁ ବଢିବ ଆଉ ତେଣୁକରି ମୁଁ ଏସବୁ ଜିନିଷ ଚାହୁଁନାହିଁ ସେ ତା କାମ କରିବାକୁ ଦଉଛି ସେ ତା କାମ କରୁ ମୁଁ କହିଲେ କଣ ହବ ମୋର ହିଁ ଅଶାନ୍ତି ହବ ତେଣୁ ଏଇଠୁ ଆମେ କଣ ଜାଣୁଛୁ ନା ଆମ କାର୍ଯ୍ୟ ସମୟରେ ଅନେକ ଏହି ପ୍ରକାର ବାଧାବିଘ୍ନ କରିବା ଲୋକ ଆଣିବେ ଯଦି ଆମର ଲକ୍ଷ୍ୟ ଯଦି ଠିକ ଥାଏ ତାହେଲେ ଆମେ ଯୋଉଟା ଅନାବଶ୍ୟକ ବିଷୟ ରହିଛି ଆମେ ସେଥିପ୍ରତି ଦୃଷ୍ଟିପାତ ନ କରି ଆମେ ସବୁବେଳେ କାର୍ଯ୍ୟ କରିବାରେ ଆଗକୁ ବଢି ବଢି ଚାଲିବା
ନେହେମିୟାଙ୍କ ଜୀବନରେ ମଧ୍ୟ ଶୈତାନ ତାଙ୍କୁ କଣ କଲା ନା ସେ ସମ୍ବଲଟା ତାର ସାଙ୍ଗମାନେ ମିଳିତ ହୋଇ କଣ କଲେ ନା ଯେଉଁ କାର୍ଯ୍ୟ ଦାୟିତ୍ୱ ତାଙ୍କୁ ଦିଆ ହେଇଥିଲା ବିଶ୍ୱସ୍ତ ସେ ଯୋଉ କାର୍ଯ୍ୟ କରୁଥିଲେ ତାରି କଣ କଲେ ସେମାନେ ବାଧା ସୃଷ୍ଟି କରିବା ପାଇଁ ବାରମ୍ବାର ତାଙ୍କୁ କଣ କଲେ ଆସ 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 ବୋଲି ସେ ଆହ୍ୱାନ କଲେ କିନ୍ତୁ ଏଠି ଦେଖୁଛୁ 3 ପଦରେ ଏଥିରେ ମୁଁ ସେମାନଙ୍କ ନିକଟକୁ କଣ ଦୂତଗଣ ପଠାଇ କହିଲି ମୁଁ ଏକ ମହତ କର୍ମ କରୁଅଛି ଏଥିପାଇଁ ଓହ୍ଲାଇ ଆସି ନପାରେ କାର୍ଯ୍ୟ ଛାଡ଼ି ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି କେତେ ସୁନ୍ଦର ବିଷୟ ସେ ରିପ୍ଲାଏ ଦଉଛନ୍ତି ନା ଯେଉଁ ସେ କାର୍ଯ୍ୟ କରୁଛନ୍ତି କିଏ ତାଙ୍କୁ କାର୍ଯ୍ୟ ଦେଇଛନ୍ତି ଯେଉଁ ପରମେଶ୍ୱର ତାଙ୍କୁ ଦେଇଛନ୍ତି ଆଜି ସେ ତାଙ୍କ ପ୍ରତି ଦୃଷ୍ଟିପାତ କରୁଛନ୍ତି ଯେଉଁ କାର୍ଯ୍ୟ ଦେଇଛନ୍ତି ତାର କିଭଳି ଭାବେ ବିଶ୍ୱସ୍ତ ଭାବେ କାର୍ଯ୍ୟ କରିବେ ସେ କାର୍ଯ୍ୟରେ ସେ ବ୍ୟସ୍ତ ଅଛନ୍ତି ଆଉ କଣ ଦେଖୁଛୁ ନା ସେ ଜଣେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଅଛନ୍ତି ସେ ଉତ୍ତମ କାର୍ଯ୍ୟରେ ଅଛନ୍ତି ତେଣୁ ସେ କଣ କରୁଛନ୍ତି ନା ତାଙ୍କୁ ବାରମ୍ବାର ଆସିଲେ ମଧ୍ୟ ସେ ନିଜେ ଯାଉନାହାନ୍ତି ତାଙ୍କର ଯେଉଁ କଣ ଅଛନ୍ତି ଦୂତଗଣକୁ ପଠାଇକି ସେ କଣ କରୁଛନ୍ତି ମନା ହିଁ କରୁଛନ୍ତି ଏଠି ଆମେ ଆଉ ଗୋଟେ ବିଷୟ ଦେଖିବା ସେ କଣ କରୁଛନ୍ତି କେତେ ଥର ତାଙ୍କୁ ଆହ୍ୱାନ ହେଲେ ସେତେ ଥର ସେ ମନା କରିଛନ୍ତି ଶୈତାନ ମଧ୍ୟ କଣ କରେ ଥରେ ଥରେ ଆମମାନଙ୍କ ଜୀବନରେ କଣ କରିବ ପ୍ରଥମ ଥର ସେ ଚେଷ୍ଟା କରିବ କଣ କାର୍ଯ୍ୟ କଲାବେଳେ ବିଘ୍ନ ଆଣିବା ପାଇଁ କଣ ନା ଆଜିକାଲି ଆମେ ଜାଣୁ ଯେ এটা হচ্ছে বর্তমান সফটওয়্যারে বহুত বর্তমান ডিমান্ড চালিছি না নাই সফটওয়্যার ডিমান্ড চালিছি আর সফটওয়্যারে বহুত লোক মানে কার্যরত অটନ୍ତି আর সেমানে ସବୁବେଳେ କାର୍ଯ୍ୟ ବ୍ୟସ୍ତତା সেই ସମୟରେ ଆମେ ଜାଣୁ ପୁଅମାନେ ବି ସେଠି କାମ କରନ୍ତି ଝିଅମାନେ ମଧ୍ୟ କାମ କରନ୍ତି ଗୋଟେ ପୁଅ ଗୋଟେ ଝିଅକୁ କହିବ ଆଉ ଟିକେ ଆସ ଯିବା ସେ ପ୍ରଥମେ କରିବ ନାଇଁ ନାଇଁ ମୁଁ ଯିବିନି ବୋଲି କହିବ ପ୍ରଥମ ଥର ମନା କରିବ ଦ୍ୱିତୀୟ ଥର ମନା କରିବ ସଣ୍ଡେ ମନା ମଣ୍ଡେ ମନା ट्यूसडे मना थर्सडे मना फ्राइडे फर्स्ट हाफ मना सेकंड हाफ यस यस कहीं ना यही 4 दिन मंडे ट्यूसडे वेडनेसडे थर्सडे और फ्राइडे पर्यंत से कौन कला मना कला कहीं ना ना कार्य व्यस्तता तापर कौन करिवो ना हाँ करिवो कहीं ना शैतान से प्रकार से मन प्ररोचना देव कौन फ्राइडे सैटरडे एंड संडे वीकेंड डे तेणुक हॉलिडे इज जॉलिडे करवा कहीकि से प्रकार भूल पदक्षेप नापी चेष्टा करती शैतान से प्रकार थरे मना कले से शुणव ना द्वितीय थर मना कले शुणव ना तृतीय थर मना कले तार सबु दिगर से चेष्टा करी काम विफल करने आम जीवन रे आउ कौन भूल बाटर आने तार सदा सर्वदा चेष्टा रहिबो नेहेमिया जीवन में देखुचु से 4 पद देखुचु कौन ना 4 थर थरे ना द्वितीय थर ना 4 थर से माने डाकी तांको कार्य रे विघ्न करने सृष्टि करने चेष्टा करिछि किंतु नेहेमिया एई प्रकार व्यक्ति प्रथमे जे प्रकार नाई कहथिले ए 4 पद हम देखिबा जे शेषरे ए प्रकार लिखा जाए यही प्रकार से माने 4 थर मो निकट को लोक पठाइले मात्र मु सेमानकु सही प्रकार उत्तर देली कौन ना प्रथम थर जो से स्टैंड करथिले नाई मु जीवी नाही जीवी नाही जीवी नाही द्वितीय थर तांको आसिला पुणी से कहले नाई मु जीवी नाही जीवी नाही तृतीय थर पुणी आसिला कॉल से कहले मु जीवी नाही जीवी नाही चतुर्थ थर मध्य कौन ना से स्टैंड करके से रहिले शैतान तार कल बल कौशल लगेकी से चेष्टा करे थरे करके से केवल मत हार माने नाही तेणु आम जीवन में विभिन्न समय विभिन्न परिस्थिति रे कौन कर शैतान जे प्रकार आदम हवा को जीवन देखुचु से कौन कला ना चेष्टा कला चेष्टा कला चेष्टा कला चेष्टा कला चेष्टा हार मानलानी से जमती ना हो हवा को सी तार फांदे फसैला आ परमेश्वर ठारू कौन कला ना परमेश्वर ऊपर विश्वास करवा मध्य त्याग करेला जो परमेश्वर सृष्टिकर्ता परमेश्वर प्रतिदिन से आदम हवा सहित से माने उत्तम संपर्क रखी से आत्मिक जीवन रे बढ़ुले आउ उत्तम सहभागिता करी आनंद करुले
संपूर्ण यही प्रकार से चेष्टा करी 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 से कौन कला ना परमेश्वर ठारू तार विच्छेद सृष्टि कला किते दुर्भाग्य विषय जहाँकि आज पर्यंत सही आमानकर परिणति आसी प्रत्येक मनुष्य जाति रे तेणु शैतान आज मध्य तार प्रयास करि चली केबे मध्य से हार माने ना आमे जेते चेष्टा कले मध्य किंतु आमे जदि निहमेंगा भली थरे से कौन कले नो नो मीन्स नेभर केबे मध्य नुहे से प्रकार निर्णय दृढ़ निर्णय नहीं से शत्रु तांगु जेते प्ररोचना करी काम बंद करिया पे चेष्टा कले मध्य से कार्य रे केबे मध्य से बंद कले नाही आ तांकर जहा प्रारंभ उत्तर थिला से प्रकार मध्य से शेष रे मध्य से प्रकार से दृढ़ चित्त ही से मानको मना करथिले आ गोटे उदाहरण देखिबा जोसेफଙ୍କ जीवन रे कोन हला ना जोसेफଙ୍କୁ सेई पोटिफर स्त्री प्रतिदिन कौन कले ना से तांको सहित पाप करिवा पे सब बेले तांको प्रेरणा देला किंतु शेष पर्यंत से दृढ़ भाव रहिले आ से स्थान छाड़ी की पळै गेला हम देखुछु प्रिय भाई भौणी माने दास दासी माने हम देखुछु से कौन कले प्रतिदिन तांको से पाप करिवा पाए से जेते प्ररोचना कले मध्य से सेति प्रति दृष्टिपात कले नाही प्रथम जो कथार से स्टैंड हेगी रहिथिले शेष पर्यंत मध्य सेही प्रकार से स्टैंड हेगी रहिले तेणु परमेश्वर तांको कोन कले ना से जणे कृतदास स्वरूप विकृत होई आसीथिले तांको परमेश्वर कोन कले ना शेषरे देशर प्रधानमंत्री कर रखिले आउ गोटे उदाहरण देखिबा सेठी कोन घटिला ना विचारकर्ता तार 14 अध्याय रे हम जेतल देखिबा कोन ना जे समसोन को परमेश्वर पलिस्टिय मानक हस्तरु इस्राएल लोक मानक बा एब्रिय लोक मानक रक्षा करिवा पाए तांको नासरित करथिले से व्यक्ति कोन कले जो स्थान को जीवा कथा ने से बड़ी स्थान को जाई सेई तिमना को जाई गोटे झियो को पसंद कले आ से विषय का कहले आसिकी बापा मां को कहले बापा मां ताकू केते बुझेले कोन कले नाइ रे हमरो कोन केही एठी नाहांती जे सोजाती झियो जे तू जाई सिछि कोन सुन्नति नथिबा बा असुन्नत लोक मानक मध्यरु काहे कि तू चेष्टा करछु झियो आनी की बाहागर करिवा पे बहुत ताकू बुझेले किंतु समसन कोन कले ना हम देखियो 14 अध्याय टिके जीवा विचार करते से वाक्य केते सुंदर सिठी वर्णित अछि हम देखिले पढिले ही हम ता बुझी परिबा उत्तम भावे 3 पद 14:3 विचार करता 14:3 तेबे ताहार पिता और माता ताहु कहले तुम्भ भातृगणर अबा आंभ समुदाय लोकंकर कन्यागण मध्यरे की जणे स्त्री नाही जे तुम्भे असुन्नत पलस्टिय मानक मध्यरु भाज्या ग्रहण करबा को जीव तरे समसन अपना पिता को कहला ताहाकु मो पाई आण से मो दृष्टि रे पसंद कोन कहउछि बापा मां मना कले मध्य समसन कोन कहउछि जे मते मो दृष्टि रे ताहा पसंद एमाने केते चेष्टा कले शेषरे कोन होउछि देखंतु आ गोटे पद पढि के आपन मन सुनाए 5 पद इथुतरे समसन ओ ताहार पितामाता तिम्ना को जाई तिम्ना स्थित दाख्या क्षेत्र उपस्थित हले तहिरे देखो एक तापर स्टोरी हम जानू छु किंतु से माने कोन कले देखुछु ना जो तिम्ना को जीवा पाए तांका बापा मां मना करथिले पुणी कोन हले ना से एते जबरदस्त कला समसोन जे ताहारे पितामाता मध्य राजी हे गेले एठी हम कोन देखुछु तांका पितामाता तांका कथारे से माने स्थिर होई रही पारले नाही फल रे कोन परिणति घटला ना शेषरे जो समसोन परमेश्वर द्वारा मन्नित होइतिले से समसोन कोन कले भूल बाटरे जाई शेषरे से कोन कले ना अपनार जीवन को हारिले किंतु नेहमिया से प्रकार व्यक्ति विशेष नथिले आज आमानक जीवन रे मध्य हां आमानकर पिला माने मध्य ए प्रकार आमान को कोन करिवे ना से माने जानती जे मो बापा को कहले कि मो मां को कहले थरे मना करिवे तापरे कोन करिवे मते निश्चय हां करिवे से माने जदि जानि गले आ पिला माने सेही प्रकारे बापा मां को व्यवहार करिवे प्रिय भाई भौणी माने और दास दासी माने एहा मन रखिया दरकार आमे जहा उत्तम जानू सेथिरे आमे जदि दृढ़ भावे रहिबा तेबे आमे निश्चय
आम मानकर भविष्य जीवन उज्जवल हब उत्तम हम जे प्रकार नेहेमिया जो कार्य से लगी से कार्य कौन कले दृढ़ भाव रहिले आउ जेते शत्रु तांको कौन कला ना विघ्न आने चेष्टा कला आउ जीवन में समस्या आने चेष्टा कला आउ से कार्य बंद करने चेष्टा कला किंतु से बंद कले नहीं जहाँ प्रारंभ से निर्णय नहीं नहीं से माने किए कहवा उद्देश्य है से माने किए मते परमेश्वर दायित्व देइछंती मु परमेश्वर कार्य करुछि तांकर निजर व्यक्तित्व प्रति से दृष्टिपात कले मु गोटे उत्तम व्यक्तित्व व्यक्ति मु परमेश्वर जन उत्तम परमेश्वर मु सेमानकर कथा बा सेही कार्य न करी एई जो शत्रुर कथा मु सुनिबी नाही बोली दृढ़ निर्णय रहिले आ से प्रकार निर्णय रहिबा हेतु से परमेश्वर तांको जे दायित्व देइथिले सेतरे से स्थिर भाव रही उत्तम भावे तांकर कार्य संपादन करबा में देखिबा एही प्रकारे नेहेमियाकर जीवन रो आज आमाने शिक्षा करूछु एहा मानक पई बहुमूल्य विषय अटे कारण जहाँ आमे थरे मना करछु माने कोनोसी परिस्थिति रे मध्य हाँ न करू कारण आमे निर्णय नहीं छारछु जेटा भलो नुहे बा एटा मंद एटा खराब तेबे आमे सेथिरे कोनोसी प्रकार शैतान रो कोनोसी प्रकार से चेष्टा करिवो आम मानकु पुनी से खराब बाटर आनिबा पय सेतेबेले जदि आमे दृढ़ निर्णय भाव रहिबा तेबे आमे केबे मध्य से अबाट को आमे जीवा नाही किबा हमर परिवार को आमे अबाटर नेबा नाही किबा हमर संतान संतति को मध्य अबाटर नेबा नाही जेहेतु आमे भलो कोन मंद कोन आमे जानिलु आ सेतिरे आमे स्थिर भावे रहिबा जे प्रकार नेहेमिया दृढ़ भाव रहिले शैतान को लज्जित होक पड़ला आ से निर्माण कार्य रे पछगुंचा देले नै थरे नै द्वितीय थर नै से चारि थर से माने तांकु कार्य विघ्न देवा पे चेष्टा कले किंतु से तांकर निजर व्यक्तित्व कौन आ जे तांको दायित्व दैछन से केते महान परमेश्वर से निजे अनुभव कले आज मध्य आम मानकु परिवार रो दायित्व दे जाइछि आम मानकु मंडली करे मध्य विभिन्न कार्य दायित्व दे जाइछि तेनु आमे आज सेही प्रकारे आमे दृढ़ निर्णय नबा आउ केबे मध्य शत्रुर तार चालाक बुझिबा पे चेष्टा करबा आ ताकू सुजोग देबा नाही तेबे जाई आमानक जीवन रे शांति आनंद उत्तमता लभिबो आसीबो धार्मिकर विपद अनेक किंतु से सब रु कोन करिवे परमेश्वर आमानकु उद्धार करिवे छोट वाक्य रे प्रभु आपण मानकु मते आशीर्वाद करंतु आमेन आमेन आसु वर्तमान आमाने सुनिथिबा वाक्य निमंते प्रार्थना करिबा आमानक मथरे